বন্দে লোকদিলকং সাত্বতমাত্মা বিভূষণং আমার কর্তৃৎসারং প্রভূতম লোক জীবন প্রণয় প্রমোদ জাগদীবনং বন্দে জীবন জীবন সৎপুরুষং পরম দয়াল পরম প্রেমময় শ্রী শ্রী ঠাকুর বা শ্রী কোটি কোটি প্রণাম নিবেদন করে পরমারাধ্যা জগৎ জলানি শ্রী শ্রী বড়মাকে শ্রী শ্রী প্রণাম নিবেদন করে পরম পূজ্য পাদ শ্রী শ্রী গৌরদাঙ্গ শ্রী কোটি কোটি প্রণাম নিবেদন করে প্রধান আচার্য শ্রী কোটি কোটি প্রণাম নিবেদন করে আজি শান্ত সৎসঙ্গের উপস্থিত পূজ্য পুরাতন মহোদয় পবিত্র পাঞ্জাবের কর্মীমণ্ডলী গুরুভাতা স্নেহমী মাতৃমণ্ডলী ছোট ছোট পিলাମାନେ ସମସ୍ତ ପ୍ରୀତିପୂର୍ଣ୍ଣ ଏବଂ ଜୟଗୁରୁ ଜଣାଏ। ଆଜି ଏ ଶୁଭ ସନ୍ଧ୍ୟାର ଉଦ୍ଦେଶ୍ୟ ସତ୍ସଙ୍ଗର ଉଦ୍ଦେଶ୍ୟ ଆମେ ଜାଣିଲେ ଯେ ହୀରାଲାଲ ଭାଇଙ୍କର ପୁଅ ତାପସ ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହେଇଛି। ତା ସହିତ ଜନ୍ମଦିବସ ସର୍ବପ୍ରଥମେ ତାର ପଞ୍ଚମହାଜୀବ ନିଷ୍ଠିଭୂତ ହେଇ ଉଠୁ, ତାଙ୍କ ପରିବାର ସମସ୍ତଙ୍କର ଜୀବନ ନିଷ୍ଠିଭୂତ ହେଇ ଉଠୁ, ଉପସ୍ଥିତ ସମସ୍ତ ପଞ୍ଚମହାଜୀବ ନିଷ୍ଠିଭୂତ ହେଇ ଉଠୁ। ପରମ ପିତା ପାଖରେ ମୋର ଭକ୍ତିଭୂତ ନିବେଦନ ଜଣାଏ। ପ୍ରକୃତିରେ ଯାରା ଯେଉଁ କଥା କହୁଥିଲେ ଶିକ୍ଷାର କଥା, ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁରଙ୍କ ପାଖରେ ଏମିତି କୌଣସି ଉଦାହରଣ ନାହିଁ ଯାହା ଆମେମାନେ ଜାଣିନୁ। ପ୍ରାୟ ଶିକ୍ଷାର କଥା ହୁଅନ୍ତୁ, ସାହିତ୍ୟ କଥା କୁହନ୍ତୁ, ବିଜ୍ଞାନ କଥା କୁହନ୍ତୁ, କଳା ସାହିତ୍ୟ ଯାହା ବି କୁହନ୍ତୁ, ଶ୍ରୀ ଠାକୁରଙ୍କ ପାଖରେ ଥିଲେ। ପଦାର୍ଥ ବିଜ୍ଞାନରେ ଗୋଲ୍ଡ ମେଡାଲିଷ୍ଟ କୋଲକାତା ୟୁନିଭର୍ସିଟିର ସେତେବେଳେ ଯେ ସିଭି ରମଣଙ୍କ ଛାତ୍ର ଭାବେ କାମ ଶିକ୍ଷା କରୁଥିଲେ କୃଷ୍ଣପ୍ରସନ୍ନ ଭଟ୍ଟାଚାର୍ଯ୍ୟ, ସତ୍ସଙ୍ଗ ଜଗତ ତାଙ୍କୁ କେଷ୍ଟଦା ବୋଲି ଜାଣେ। ଥିଲେ ପଞ୍ଚାନନ୍ଦ ସରକାର, ପଞ୍ଚାନନ୍ଦା 16ଟା ସବଜେକ୍ଟରେ ସିଏ ଏଭଳିଆ ବିଭିନ୍ନ ବିଭିନ୍ନ ସମୟରେ ଅନେକ ଜ୍ଞାନୀ ଗୁଣୀ ଲୋକ ଠାକୁରଙ୍କ ପାଖକୁ ଆସିକି ଜୀବନ ବିତେଇଛନ୍ତି। ତାଙ୍କ କଥାକୁ ଯେମିତି ପ୍ରଫୁଲ୍ଲ ଦାସ ଦା ଯିଏକି ଆଲୋଚନା ପ୍ରସଙ୍ଗର ସଂକଳନ କରିଛନ୍ତି, ସିଏ ହେଉଛନ୍ତି ଆମେମାନେ ଜାଣିଥିବା ଭାରତର ନୋବେଲ ପ୍ରାଇଜ୍ ବିଜେତା ଅମର ରତନ ରାୟ, ତାଙ୍କ ମାଆଙ୍କର ସେ ବନ୍ଧୁ। ଏଇଭଳିଆ ବିଶିଷ୍ଟ ବିଶିଷ୍ଟ ଏଜୁକେଟେଡ୍ ପର୍ସନ ଶିକ୍ଷାବିତ୍ ମାନେ ଠାକୁରଙ୍କ ପାଖକୁ ଆସିଛନ୍ତି। ପଞ୍ଚାନନ୍ଦାଙ୍କ କଥା ମୁଁ କହିବି, ଯେତେବେଳେ ପଞ୍ଚାନନ୍ଦା ସେ ତ ବିଶେଷ ବହୁତ ଜ୍ଞାନୀ ଲୋକ, ସେ ପ୍ରତ୍ୟେକ ସବଜେକ୍ଟରେ ସେ ତାଙ୍କର ଜ୍ଞାନ ଖୁବ୍ ଠାକୁର ପଠେଇଛନ୍ତି କେଷ୍ଟଦାଙ୍କୁ ତାଙ୍କ ସହିତ ଆଳାପ କରିବା ପାଇଁ। ଏତେ ପ୍ରକାର ସେ ଯୁକ୍ତିତର୍କ କରିଛନ୍ତି ସେଇ ଭିତରେ ପଞ୍ଚାନନ୍ଦା କେଷ୍ଟଦାଙ୍କୁ, ଯେ କେଷ୍ଟଦା ଜାଣିଲେ ଯେ ୟାଙ୍କୁ ପାରିବା ସହଜ ନୁହଁ। କୌଣସି ଗୋଟେ କାରଣବଶ ବାହାନା ଦେଖେଇ ସେ ଠାକୁର ପାଖକୁ ଫେରି ଆସୁଛନ୍ତି। ଠାକୁର ଦୂରରୁ କହୁଛନ୍ତି କି କେଷ୍ଟଦା ଆନ୍ତାକେ ପଠେଇଲେ ବୋଧେ ଭଲ ହୁଅନ୍ତା। ଆନ୍ତା ମାନେ ଅନନ୍ତ ମହାରାଜ, ସେ ମାତ୍ର କ୍ଲାସ୍ 7 ପାସ୍। ସେତେବେଳେ ଇଏ ତ କେଷ୍ଟଦା ତ ବିଶିଷ୍ଟ ବିଜ୍ଞାନୀ ନା, ତା ମନକୁ କଥା ଆସିଛି ଯେ କ୍ଲାସ୍ 7 ପାସ୍ ଆଉଟ୍ ଜଣେ, ସେ ଜଣେ ବିଶିଷ୍ଟ ପ୍ରଫେସର, ସେ ତ ମୁଁ ତାଙ୍କ ସହିତ ଯୁକ୍ତି ତର୍କରେ ପାରିଲି ନାହିଁ, ଅନନ୍ତ ମହାରାଜ ଯାଇକି କରିଦେବେ। ତାହା ହିଁ ହେଇଛି। ପରମ ପିତା ତାଙ୍କୁ ପଠେଇଛନ୍ତି ପଞ୍ଚାନନ୍ଦ ସରକାର ପାଖକୁ। ପଞ୍ଚାନନ୍ଦା ଆରମ୍ଭ କରିଛନ୍ତି ତାଙ୍କର ବକ୍ତୃତା। 3 ଘଣ୍ଟା କାଳ ବକ୍ତୃତା ଆରମ୍ଭ କରିଛନ୍ତି। ଗୁରୁ ଗମ୍ଭୀର ଭାବରେ ଶ୍ରୋତା ଭାବରେ ଗୋଟେ ପ୍ରଶ୍ନର କିଛି ପ୍ରତ୍ୟୁତ୍ତର ନ କରି ଅନନ୍ତ ମହାରାଜ ଚୁପ୍ କରି ବସିଛନ୍ତି ଏବଂ ସବୁ କଥା ଶୁଣୁଛନ୍ତି। 3 ଘଣ୍ଟା ସରିବା ପରେ ଅନନ୍ତ ମହାରାଜ କହୁଛନ୍ତି, ପ୍ରଫେସର ମହାଶୟ, ଆପଣ ଯେଉଁ ପ୍ରଥମ ଯେଉଁ କଥାଟା ଆରମ୍ଭ କରିଥିଲେ, ମଝିରେ ଆପଣ ଯେଉଁ କଥାଟା କହିଲେ ତାର ସାମଞ୍ଜସ୍ୟ କ'ଣ? ଆପଣ ପ୍ରଥମ ଯେଉଁ କଥାଟା ଆରମ୍ଭ କରିଥିଲେ ଏବଂ ଶେଷରେ ଆପଣ ଯେଉଁ କଥା କହିଲେ ତାର ସାମଞ୍ଜସ୍ୟ କ'ଣ? ପ୍ରଫେସର ପଞ୍ଚାନନ୍ଦା ସେ ଭାବୁଛନ୍ତି ମୁଁ ଯେ କେଉଁ କଥା ଆରମ୍ଭ କରିଥିଲି, ମଝିରେ କେଉଁ କଥା କହିଥିଲି, ମୋର ତ ମନେ ନାହିଁ। এইভাবে ভাବରେ 15 ଦିନ ବିତି ଯାଇଛି ପରେ ସିଏ ବୁଝିପାରିଛନ୍ତି ବିଶିଷ୍ଟ ଭକ୍ତ ହିଁ ଜ୍ଞାନୀ। ଯେମିତି ଠାକୁର କହିଲେ ଭକ୍ତ ହିଁ ଜ୍ଞାନୀ। ତ ଅନ୍ତ ମାନେ ତାଙ୍କୁ ଠାକୁର ପାଖକୁ ନେଇକି ଆସିଛନ୍ତି। ଠାକୁର ଦର୍ଶନ କରିବା ପରେ ଠାକୁର କହୁଛନ୍ତି, ଅନ୍ତ ଦୀକ୍ଷାଟା ଦେଇଦେ। এইଭଳିଆ ଅନେକ ଅନେକ ବିଶିଷ୍ଟ ଶିକ୍ଷାବିତ୍ ମାନେ ମଧ୍ୟ ଠାକୁର ପାଖକୁ ଆସିଛନ୍ତି। ଯିଏ ତାଙ୍କର କଥାକୁ ଜୀବନରେ ଗ୍ରହଣ କରିଛି, ମାନି ଚାଲିବା ପାଇଁ ଚେଷ୍ଟା କରିଛି, ଜୀବନରେ ସେ ସଫଳତା ଲାଭ ନିଶ୍ଚୟ କରିଛି ହିଁ କରିଛି। ମୁକୁଲ ରଞ୍ଜନ ସେଠ ଆସାମର ଜଣେ ସପତି ରୀତିକ ବର୍ତ୍ତମାନ ସେ
ଶ୍ରୀ ଶ୍ରୀ ବଡ଼ଦାଙ୍କ ପାଖରେ ଆସି କହୁଛନ୍ତି, ଶ୍ରୀ ଶ୍ରୀ ବଡ଼ଦାଙ୍କ ସମୟରେ କଥା କହୁଛନ୍ତି, ଦାଦା ଜ୍ୟୋତିଷୀ ମୋର ହାତ ଦେଖି କହୁଛି ଯେ ମୁଁ ଏଇ ପରୀକ୍ଷାରେ ପାସ୍ କରିପାରିବି ନାହିଁ। ଶ୍ରୀ ଶ୍ରୀ ବଡ଼ଦା କହୁଛନ୍ତି খুব করে নাম কর, পড়াপড়ি ঠিক রখ। পরবর্তী সমୟରେ ତାଙ୍କର ସେ ବିଧାନ ପାଳନ କରିକି ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛନ୍ତି। କହିବା ତାତ୍ପର୍ଯ୍ୟ ହଉଛି ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅଙ୍କୁଚନ୍ଦ୍ର ଆମ ପାଖରେ ଆସି ସହଜ ଭାବେ ଧରା ଦେଇଦେଲେ 3.5 ହାତର ମଣିଷ ହେଇ ସେ ଆଣିଛନ୍ତି ଯାହା ବିଧାନ ଆମ ପ୍ରତ୍ୟେକଙ୍କୁ ମାନିବା ଦରକାର। ଠାକୁର ଯୋଉ କଥା କହିଲେ ମୁଁ ଯାହା କଥା କହିଦେଇ ଗଲି ତାହା ଯଦି ତୁମେ ପାଳନ କର ତାହେଲେ ଆସନ୍ତା 10,000 ବର୍ଷ ପର୍ଯ୍ୟନ୍ତ ମୋତେ ଆସିବାକୁ ପଡ଼ିବ ନାହିଁ। ଆଉ ଗୋଟେ ଆଶା ରଖିଦେଇକି ଗଲେ କହିଲେ ଯାହା ମୁଁ ଦେଲି ତୁମେ ଯଦି ତୁମ ପରବର୍ତ୍ତୀ ସନ୍ତାନ ସନ୍ତତିଙ୍କ ଭିତରେ ତାହା ପ୍ରସ୍ଫୁଟ କରି ନ ପାରିଲ ତାହେଲେ ତୁମେ ମୋତେ ଠକିଦେଲ। ତାହେଲେ ଚିନ୍ତା କରନ୍ତୁ ଠାକୁର ଯୋଉ ପଞ୍ଚବିଧି ଆଣିଦେଲେ ଯଜନ ଯାଜନ ନିଷ୍ଠ ହଉଛି ସ୍ୱସ୍ତିନି ସଦାଚାର, ତାହେଲେ ମୋର ଜୀବନରେ ମୁଁ କେତେ ଦୂର ଆଗେଇଛି, ତାଙ୍କୁ କେତେ ଭଲ ପାଇଛି। ମୁଁ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟା ପ୍ରାର୍ଥନା କରୁଛି ତ, ମତେ ଦେଖି ମୋ ପରିବାର ସମସ୍ତେ ପରିବାର ବର୍ଗ ବସୁଛନ୍ତି ତ ପ୍ରାର୍ଥନା କରିବା ପାଇଁ। ମୁଁ ଠିକ ଭାବରେ ଇଷ୍ଟଭୂତି ନାମଧାନ କରୁଛି ତ, ଥାଲକୁଡି ପତ୍ର ସେବନ କରୁଛି ତ। ତାହେଲେ ଚିନ୍ତା କରନ୍ତୁ ଯଦି ମୁଁ ଏତିକି ଟିକେ ଟିକେ କରୁଛି ତାହେଲେ ମୁଁ କିଛି କିଛି ତାଙ୍କ ପାଖକୁ ଆଗଉଛି। ପରବର୍ତ୍ତୀ ସମୟ ସ୍ୱସ୍ତିନ ବ୍ରତ ଗ୍ରହଣ କରୁଛି ତ। ଯଦି ମୁଁ ସ୍ୱସ୍ତିନ ବ୍ରତ ଗ୍ରହଣ କରିନାହିଁ ତ ତାଙ୍କୁ ମୁଁ ଠକି ଦେଇଛି। ସେ ଯାହା ବିଧାନ ଦେଇଛନ୍ତି ମୋର ମଙ୍ଗଳ ପାଇଁ ଦେଇଛନ୍ତି, କିନ୍ତୁ ମୁଁ ସେଥିରେ କିଛି ସଂକୋଚ ରଖୁଛି। ଠାକୁର ସଂକୋଚନ ହିଁ ଦୁଃଖ, ପ୍ରସାରଣ ହିଁ ସୁଖ ସତ୍ୟାନୁସରଣ ଲେଖିଦେଲେ। ତାହେଲେ ମୋ ଜୀବନ ସଂକୋଚନ ମୋତେ ଦୁଃଖ ଆଣି ଦେଇପାରେ ଭବିଷ୍ୟତରେ। ଏହା ବହୁତ ଭାବେ ପରିଲକ୍ଷିତ ହେଇଛି, ବହୁତ ପରୀକ୍ଷିତ ବି ହେଇଛି। ଯେତେବେଳେ ଇଷ୍ଟ ଗୁରୁଙ୍କ ନିର୍ଦ୍ଦେଶ ବା ଆଶୀର୍ବାଦ ହୁଏ ସ୍ୱସ୍ତିନ ବ୍ରତ କରିବା ପାଇଁ, ଗ୍ରହଣ କରିବା ପାଇଁ, ସେତେବେଳେ ଯଦି ମୁଁ ତାହାକୁ ଉପଯୁକ୍ତ ଭାବେ ଗ୍ରହଣ ନ କରେ ତାହେଲେ ପରବର୍ତ୍ତୀ ସମୟରେ ମୁଁ କଷ୍ଟ ଭୋଗ କରିବି, ଏହା ଦୃଢ଼ ନିଶ୍ଚୟ। ଏବଂ ଯେତେବେଳେ ଠାକୁର ତ ଶଶରେ ଆସି କେବେ କହିବେ ନାହିଁ, ଆପଣଙ୍କୁ ତାଙ୍କରି ଜଣେ କେହି ଦୀକ୍ଷିତ ବ୍ୟକ୍ତି ହିଁ କହିବ ଯେ ଦାଦା ସ୍ୱସ୍ତିନ ବ୍ରତ ଗ୍ରହଣ କଲେ ଭଲ ହୁଅନ୍ତା। ଯଦି ମୁଁ ତାକୁ ଉପଯୁକ୍ତ ଭାବେ ଗ୍ରହଣ କଲି ତାହେଲେ ମୁଁ ତାଙ୍କ ନିକଟରେ ରହିପାରିବି। ତାଙ୍କ ନିର୍ଦ୍ଦେଶ ପାଳନ ନ କଲେ କ'ଣ ହୁଏ ଜୀବନରେ, ମୁଁ ଗୋଟେ ଉଦାହରଣ ଦେଇକି ଆପଣଙ୍କୁ କହିବି। ଜଣେ ଭଦ୍ରଲୋକ ଆସିଛନ୍ତି ଶ୍ରୀ ଠାକୁରଙ୍କ ସମୟରେ କଥା, ଆସିଛନ୍ତି ଠାକୁରବାଡ଼ି। ଘରକୁ ଗଲା ପରେ ଜାଣିଛନ୍ତି ସମସ୍ତେ ଆମେ ମାନେ ଗୁରୁଙ୍କ ପାଖରେ ଯିବାର ଅନୁମତି ପ୍ରାର୍ଥନା କରୁ। ଶ୍ରୀ ଠାକୁର କହୁଛନ୍ତି ଦାଦା ଏଥର ଆପଣ ପୂଜା ଉତ୍ସବରେ ଆସିବା ବେଳେ ମୋ ପାଇଁ 2ଟା ସିନ୍ଧୁକ ଲୁହାର ସିନ୍ଧୁକ ନେଇକି ଆସିବେ। ସେ ଜଣେ ବିଶିଷ୍ଟ ବ୍ୟବସାୟୀ ସେ ଫେରି ଯାଇଛନ୍ତି ଠାକୁରଙ୍କ ପାଖରୁ, ମାର୍କେଟିଂ କରିଛନ୍ତି। ମନକୁ କଥା ଆସିଛି ହଁ ପୂଜା ବେଳକୁ ତ ନେଇକି ଯିବି, ଏବେ ମାର୍କେଟିଂ କରିବିନି, ମୁଁ ସେ ସମୟରେ ପରେ ମାର୍କେଟିଂ କରି ନେଇକି ଯିବି। ପରବର୍ତ୍ତୀ ସମୟରେ କଥା ମନକୁ ଆସିଛି ହଁ ପୂଜା ବେଳ କଥା ଠାକୁର ମୁଁ ପୂଜା ପରେ ହେଲେ ନେଇକି ଦେଇଦେବି। କିନ୍ତୁ ସେଇ ମୁହୂର୍ତ୍ତ ଭିତରେ ତାଙ୍କର ଯୁବକ ସନ୍ତାନର ହଠାତ୍ ମୃତ୍ୟୁ ଘଟିଛି। ତାଙ୍କ ସ୍ତ୍ରୀ ସେତେବେଳେ କହୁଛନ୍ତି ଯେ ତୁମେ ତ ଯାଇଥିଲ ଠାକୁରଙ୍କ ପାଖକୁ, ଠାକୁର କ'ଣ ତୁମକୁ କିଛି କହିନଥିଲେ, କ'ଣ କହିଥିଲେ କୁହ? ସେତେବେଳେ ସିଏ କହୁଛନ୍ତି ଦାଦା ଯେ ଠାକୁର ମୋତେ 2ଟା ଲୁହାର ସିନ୍ଧୁକ ଦେବା ପାଇଁ କହିଥିଲେ, ମୁଁ କିନ୍ତୁ ପରେ ଦେଇଦେବି, ପୂଜା ପରେ ଦେବି ଭାବି ଆଉ ଦେଇପାରି ନାହିଁ। ଯେତେବେଳେ ଠାକୁରଙ୍କ ପାଖକୁ ସେତେବେଳେ ସ୍ୱାମୀ ସ୍ତ୍ରୀ খুব ভাবে ভাঙি পড়িଛନ୍ତି এবং সেই 2টা সিন্ধুক নিয়ে ঠাকুর পাখু আসছেন। ঠাকুর কହୁଛନ୍ତି এখন আমার কি হবে, যা গঙ্গারে প্রবাহিত করদিও। এবং কহিলে তো সন্তান যদি জাতক ଅଛି, জাতক বেশি জ্যোতিষীকে দেখাও। দেখার পরে জনা পড়ে যে যদি এই যে মৃত্যুর ভয় যে রিষ্ট ଥିଲା ତାକୁ ଖଣ୍ଡନ କରିବା ପାଇଁ ହେଲେ କେତେ ଓଜନର লৌহ দান করে, যেটা ঠাকুর তাকে বেশি পুরা ক্লিয়ার বতাইଥିଲେ এতিকি ওজনর সিন্ধুক দেওয়া কথা। সেতিকি ওজন যদি লুহা জনে বিশিষ্ট ব্রাহ্মণকে দান করা যাইথান্তা তাহলে সে রিষ্ট খণ্ডন হইথান্তা এবং তাকে জীবন বঞ্চি যাইথান্তা। ହେଲେ ସେତେବେଳେ ସେ କ'ଣ ଖାମଖିଆଲି ଗଲେ, ଖିଆଲ ମାଫିକ ଭଜିଲେ ଗୁରୁ ହତେ মানুষ হলি গরু। তো ঠাকুর ଆମକୁ ପ୍ରତ୍ୟେକ ପଦକ୍ଷେପରେ ଆମକୁ ଲକ୍ଷ୍ୟ କରି ରଖିଛନ୍ତି, ଆମକୁ ସଜାଗ ରଖିଛନ୍ତି, ବଞ୍ଚେଇ ରଖିଛନ୍ତି ଆମକୁ ଜୀବନଟାକୁ। ଆମ ଜୀବନଟା ବଞ୍ଚେଇ ରଖିଛନ୍ତି କେବଳ ତାଙ୍କର ଦ୍ୱାରା ଆମେ ଚାଲିଛେ। ଏବଂ ଆଜି ଜନ୍ମଦିନରେ ସତ୍ସଙ୍ଗ କାହିଁକି କରିବା, ମୁଁ ଗୋଟେ ସତ୍ୟ ଘଟଣା କହିବି। ଏ ରାଇରଙ୍ଗପୁର ଘଟଣା। ପରିବାରରେ ସିଏ କନିଷ୍ଠ କନ୍ୟା, ଜାତକ ଗୋଷ୍ଠୀରେ ବିଶିଷ୍ଟ ଜ୍ୟୋତିଷମାନେ ଲେଖି ଦେଇଛନ୍ତି 6 ବର୍ଷ ବୟସ ହେଉଛି ଶେଷ ଆୟୁ।
परिवार संपूर्ण सस्तनी परिवार बापा कर्मी एटा 1992 रु 94 मसीहा भितर कथा से परिवार कन्या सन्तान माँ को मन को कथा आसी आम तो ठाकुर को देखी तो से ठाकुर बाड़ी जा चल यार जन्मर जो इष्ट कथा पाखे नवेदन करवा से संपूर्ण परिवार ठाकुर बाड़ी देवघर जाइछंती जीवा परे से पूजनिया रांगामा थिले पूजपा से बर्दा को सधर्मिणी से जीवंत थिले तो जिते बड़े माँ को पाखे नवेदन करा जाए जे छुआर ये सब रिष्ट अच्छी कारण रिष्टटा प्रतिफलित होता जीवन में जन्म हवा ठारू से ठंडा सर्दी काश बहुत जर्जरित बहुत देह खराब हुए प्रत्येक राति भी मेडिकल में पड़े इतने सीरीयस हो जाए शिशि बर्दा से रंगामा पाखे जो नवेदन होती माँ पूजने रंगामा से बापा माँ को उल्टा गाड़ी कर बाबा माँ है छेलेर अमंगल कथा मुखे धरछ केमन जाओ मेये के बोलबे निजे हाथे इष्टभूति करबे सकाल सन्ध्या प्रार्थना करबे प्रत्येक दिन गुरु गुरुजन प्रणाम करबे और तार जन्मदिन एक सत्संग करबे एतिकी तार आशीर्वाद थिला बर्तमान से विवाहित दुईटा छुआर माँ तेणु जन्मदिन सत्संग करी मु कौथि सत्संग बसले तो जनकर आयुष वृद्धि हुए सत्संग परिवेश रे शिक्षा लाभ हुए बहुत किसी कथा भितर आसे तेणु समस्त ही आम मैंने जाचे परम पिता आम पाखे जहाँ जहाँ विधान देती जदि आम प्रतिफलन निज जीवन न करुचे मोर पर पीढ़ी ध्वस्त दिग आगे जीव बर्तमान आप देखो ये पाखापाखि समय पहलगाम आटाक आतंकवादी आटाक ठाकुर ठाकुर पाखे प्रश्न कराई पाकिस्तान धमक देला से दिन कौन न्यूक्लियर अटैक कर ठाकुर पाखे प्रश्न कराई ठाकुर आजिकल तो बहुत देश मान पाखे माने क्षेपणास्त्र न्यूक्लियर बम विभिन्न प्रकार गोला बारूद अच्छी ताले कौन आमको कौन योजन जान इष्टपति बंचे दे पारिबो ठाकुर कहले निश्चित भाव में बंचे दे पारिबो तुम यदि ठीक भाव इष्टमुखी ही रुह इष्ट भावना से इष्ट चेतन नाम ही रुह ताले से जो नाम रो जो रेडिएशन टा क्रिएट हुए से रेडिएशन टा न्यूक्लियर बम को भी मध्य नष्ट कर दे पारे एवं तुम मान को जहाँ दायित्व देगी बोली ताहा यदि जीवन प्रतिफलन कर तो तुम ऊपर परमाणु बोमा भी पड़वार संभावना कमिज तुम मैंने जन जन सैनिक मोर बॉर्डर थी सैनिक ठारू तुम मान दायित्व अधिका एवं पहलगाम अटैक जिते बड़े आश्चर्य नाटमंडप बस गोटे कथा कहते जो दिन पहलगाम अटैक होती तार आग दिन जन परिवार ठाकुर बाड़ी दर्शन जाती से दिन से जगह को जीवार जिते बाहर मन को कथा आसी आज न जाए काली जीवी ठाकुर ये छोट छोट कथा रक्षा कर दिखते बहुत समय आम देखीचे डिफेन्स सिस्टम रे या आगु गोटे अटैक होता जिते बड़े जो जाऊे सैनिक मैंने बॉर्डर को से ट्रक से जड़े भाई आस लगी आसिक जिते से ट्रक फेरी आस से ट्रक समस्त जवान भर्ती अलग ट्रक से पड़े तो किंतु से ट्रक विस्फोरण होकर बहुत जन जवान से शहीद होते आप जानी से कथा तेणु ठाकुर आमको प्रत्येक मुहूर्त प्रत्येक समय आम सहित अच्छा ठाकुर पुण्यपोथी से कथा निजे मुहरे कहते आम अनामित जगे खूब कर नाम कर जदि मु ठीक भाव में खूब भाव में नाम करे प्रति प्रीति भल पाइबा रखे तो से मो सहित सब मुहूर्त था मत बंचे बंचे सुरक्षित कर आगे नियंती तेणु परिशेष से हीरालाल भाई और संपूर्ण परिवार उपस्थित समस्त पंच महादेव निष्ठीभूत हो उठू समस्ते नाम ही उठतु समस्त जीवन स्वस्तिनी विधान को ग्रहण करूँ ताहले श्री श्री ठाकुर जो गोटे विराट स्वप्न विश्व स्वस्तिनी राष्ट्र विश्व शांति प्रतिष्ठा कर जो इच्छा जोटे ठाकुर हिमायतपुर ग्राम कहते गोटे बाणी ये संसार अच्छी नगर ग्राम सर्वत्र प्रचारित वही सतनाम सत्य पूज्य केष्टता प्रश्न करते ठाकुर क्या कौन के सत्य हो पार ठाकुर से कहते मोर मुहर परमिता जहाँ कहते हवा को बाध्य तेणु आप मैंने लक्ष्य करूँ बर्तमान समय केते विकट रूप नहीं सारा तेणु आमको जो निजक बचार अच्छी पड़ा पड़ोशी समस्त चलवार अच्छी भल भाव
ତ ତାଙ୍କର ସେ ସବୁ ବିଧାନକୁ ମାନି ଚଳିବା ପାଇଁ ଚେଷ୍ଟା କରିବା ପାଇଁ ଦରକାର ହବ। ଏତିକି ମୋ ବକ୍ତବ୍ୟ ଶେଷ କରୁଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ।